ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆସନ୍ତାକାଲି ହେଉଛି ସରସ୍ୱତୀ ପୂଜା। ମା ସରସ୍ୱତୀ ହେଉଛନ୍ତି ଶବ୍ଦ, ଜ୍ଞାନ, ବିଦ୍ୟା, ସଙ୍ଗୀତ, କଳା, ସ୍ୱରର ଦେବୀ। ମା ସରସ୍ୱତୀଙ୍କୁ ସମସ୍ତେ ବିଦ୍ୟାଦାତ୍ରୀ ବୋଲି କହିଥାନ୍ତି। ପୃଥିବୀ ସୃଷ୍ଟି ହେବା ପରେ ସୃଷ୍ଟି ନୀରବ ହୋଇ ରହିଥିଲା। ଏହାପରେ ମା ସରସ୍ୱତୀ ସମସ୍ତଙ୍କୁ ଶବ୍ଦ ପ୍ରଦାନ କରିଥିଲେ। ସାରା ବିଶ୍ୱ ସ୍ୱର ଧ୍ୱନି ଶବ୍ଦରେ ପୂରି ଉଠିଥିଲା। ତେଣୁ ମା ସରସ୍ୱତୀଙ୍କୁ ଶବ୍ଦର ଦେବୀ ବୋଲି ମଧ୍ୟ କୁହାଯାଏ। ସରସ୍ୱତୀ ପୂଜା ବିଷୟରେ ବେଦ ଏବଂ ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି। ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ପାଳନ କରାଯାଏ। ଏହି ଦିନଟିକୁ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଏହି ଦିନରେ ମା ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା। ତେଣୁ ମାଙ୍କର ଜନ୍ମଦିନ ଭାବରେ ମଧ୍ୟ ଏହି ଦିନଟିକୁ ପାଳନ କରାଯାଏ। ଚଳିତ ବର୍ଷ ସରସ୍ୱତୀ ପୂଜା ଫେବୃଆରୀ 2 ତାରିଖ ଅର୍ଥାତ୍ ରବିବାରରେ ପଡୁଅଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପଞ୍ଚମୀ ତିଥିର ଆରମ୍ଭ 2 ଫେବୃଆରୀ ସକାଳ 9:14 ଆରମ୍ଭ ହୋଇ 3 ଫେବୃଆରୀ ସକାଳ 6:52ରେ ସମାପ୍ତ ହେବ। ତେବେ ଉଦୟ ତିଥି ପଡ଼ିବା କାରଣରୁ ସରସ୍ୱତୀ ପୂଜା 2 ଫେବୃଆରୀରେ ପାଳନ କରାଯିବ। ତେବେ ଏହି ପୂଜାର ଶୁଭ ମୁହୂର୍ତ୍ତ 2 ଫେବୃଆରୀ ସକାଳ 7:09 ଆରମ୍ଭ ହୋଇ ଦ୍ୱିପ୍ରହର 12:35 ପର୍ଯ୍ୟନ୍ତ ରହିବ। ତେଣୁ ଏହି ସମୟ ଭିତରେ ହିଁ ମାଙ୍କର ପୂଜାର୍ଚ୍ଚନା କରନ୍ତୁ। ମାଙ୍କର ଧଳା ରଙ୍ଗ, ହଳଦିଆ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ପୂଜାରେ ଧଳା ଏବଂ ହଳଦିଆ ରଙ୍ଗର ଫୁଲ ଦେଇ ପୂଜା କଲେ ମା ଅଧିକ ପ୍ରସନ୍ନ ହୋଇଥାନ୍ତି। ଯେମିତିକି ମାଙ୍କର ପ୍ରିୟ ଫୁଲ ହେଉଛି ଧଳା ଗୋଲାପ, ଧଳା କଇଁ, ଟଗର, ତରାଟ, କନିଅର, ଧଳା ଚମ୍ପା, ଧଳା ମନ୍ଦାର ଇତ୍ୟାଦି ପୂଜାରେ ଲାଗିଥାଏ। ସରସ୍ୱତୀ ପୂଜା ଦିନ ବ୍ରତ, ବାହାଘର, ଶୁଭ ଅନୁକୂଳ, ବିଦ୍ୟା ଆରମ୍ଭ ଇତ୍ୟାଦି ସବୁ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ତେବେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା କେଉଁ ସବୁ ଜିନିଷ ଘରକୁ ନେଇ ଆସିଲେ ମାତା ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ମାତା ସରସ୍ୱତୀ ପ୍ରସନ୍ନ ହେବେ। ଜାଣିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ସଠିକ୍ ଭାବେ ମା ସରସ୍ୱତୀଙ୍କୁ ପୂଜା କରି ସନ୍ତୁଷ୍ଟ କରାଇଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏପରିକି ମା ଆଶୀର୍ବାଦ ପ୍ରଦାନ କଲେ କ୍ୟାରିୟରରେ ମିଳିଥାଏ ଅଜସ୍ର ସଫଳତା। ଏମିତି ସଫଳତା ପାଇବା ପାଇଁ ଏହି 5ଟି ଜିନିଷ ଘରେ ଆଣି ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମା ପ୍ରସନ୍ନ ହୋଇ ସିଦ୍ଧି ପ୍ରଦାନ କରିଥାନ୍ତି। ପ୍ରଥମଟି ହେଉଛି ବୀଣା। ମା ସରସ୍ୱତୀଙ୍କର ଅତି ପସନ୍ଦର ଜିନିଷ ମଧ୍ୟରୁ ବୀଣା ଅନ୍ୟତମ। ବୀଣାକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ମାନ୍ୟତା ଦିଆଯାଇଛି। ଯଦି ଏହାକୁ ଘରେ ରଖନ୍ତି ଘରେ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ। ତେଣୁ ଘରେ ବୀଣା ରଖିଲେ ପ୍ରସନ୍ନ ହୋଇଥାନ୍ତି ମା ସରସ୍ୱତୀ। ଦ୍ୱିତୀୟଟି ହେଉଛି ହଂସ। ହଂସ ଦେବୀ ସରସ୍ୱତୀଙ୍କର ବାହନ ଅଟେ। ଏହି କାରଣରୁ ହଂସକୁ ଶୁଭ ବୋଲି ମାନାଯାଇଥାଏ। ଘରେ ହଂସର ଫଟୋଚିତ୍ର ରଖନ୍ତୁ। ଯେପରି ଘରର ସମସ୍ତ ସଦସ୍ୟଙ୍କ ନଜର ଏହି ଫଟୋଚିତ୍ର ଉପରେ ପଡ଼ିବ। ହଂସର ଚିତ୍ର ଦେଖିଲେ ମନରେ ଶାନ୍ତି ଭରିଯାଏ ଏବଂ ମା ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି। ତୃତୀୟଟି ହେଉଛି ମୟୂରପୁଚ୍ଛ। ଶାସ୍ତ୍ର ଅନୁସାରେ ମୟୂରପୁଚ୍ଛ ଅନେକ ଦେବୀ ଦେବତାଙ୍କର ପ୍ରିୟ। ମୟୂରପୁଚ୍ଛକୁ ଘରର ପୂଜା ଘରେ ଏବଂ ପିଲାଙ୍କ କକ୍ଷରେ ରଖିଲେ ଶୁଭ ଫଳ ମିଳିଥାଏ। ଏହାକୁ ଘରେ ରଖିବା ଦ୍ୱାରା ଘରର ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ ଏବଂ ମା ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି। ଚତୁର୍ଥଟି ହେଉଛି ପଦ୍ମଫୁଲ। ପ୍ରତିଦିନ ଠାକୁର ପୂଜାରେ ପଦ୍ମଫୁଲକୁ ବ୍ୟବହାର କରନ୍ତୁ। ପଦ୍ମଫୁଲକୁ ପୂଜାରେ ବ୍ୟବହାର କରିବା ଦ୍ୱାରା ଶାନ୍ତି ଏବଂ ଖୁସି ଭରି ରହିଥାଏ। ଏହାଦ୍ୱାରା ମା ସରସ୍ୱତୀ ପ୍ରସନ୍ନ ହୋଇ ସଠିକ୍ ଭାବରେ ଆପଣଙ୍କୁ ନିଜର ଲକ୍ଷ୍ୟ ପଥରେ ପହଞ୍ଚାଇବାର ସହାୟ କରିଥାନ୍ତି। ପଞ୍ଚମଟି ହେଉଛି ମା ସରସ୍ୱତୀଙ୍କର ମୂର୍ତ୍ତି। ମା ସରସ୍ୱତୀଙ୍କର ମୂର୍ତ୍ତିକୁ ଘରେ ପୂଜା କରିବା ଦ୍ୱାରା
ଜୀବନରେ ସଫଳତା ମିଳିଥାଏ ଏବଂ ଭଲ କ୍ୟାରିୟର ମିଳିଥାଏ। ପ୍ରତ୍ୟେକ ବିଦ୍ୟାର୍ଥୀ ଭଲ କ୍ୟାରିୟର ପାଇଁ ସ୍ୱପ୍ନ ଦେଖିଥାନ୍ତି। କାହାକୁ ଶୀଘ୍ର ସଫଳତା ମିଳିଥାଏ ତ ଆଉ କାହାକୁ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଟି ଜିନିଷର କିଛି ନା କିଛି ମହତ୍ତ୍ୱ ରହିଛି। କୌଣସି ନା କୌଣସି କାମ ପାଇଁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ। ଯେମିତି ଆମେମାନେ ବିଦ୍ୟା ଲାଭ କରିବା ପାଇଁ ଦେବୀ ସରସ୍ୱତୀଙ୍କୁ ପୂଜା କରିଥାଉ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ସେହି 5ଟି ଜିନିଷ ଯାହାକୁ ଘରକୁ ଆଣିବା ଦ୍ୱାରା ମା ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୁଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ କରି କମେଣ୍ଟରେ ଜୟ ମା ସରସ୍ୱତୀ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ।